ମୋ ଧରମ ଭଉଣୀ ଫୋନ୍ କଲା କହିଲା ନନା ଆଉ ମୁଁ ଆଜି ଯିବି ଆଉ 8 ଦିନ ଖଣ୍ଡେ ତମ ଘରେ ରହିବି ଆଉ ମୁଁ କହିଲି ହଉ ଆଏ ଆଉ କହିଲା ମୁଁ ଭାରି ମନ ହେଉଛି ଯିବାକୁ ଆଉ ତମ ଘରକୁ ଆଉ ଦେଇକି ଟିକେ ଦେଖିକି ଆସିବି ଆଉ ତମ ରହିକି ଆସିବି 8 ଦିନ ଖଣ୍ଡେ ଆଉ ମୁଁ କହିଲି ହଉ ଆଉ କହିଲା ମୁଁ ଆଉ ତମ ଘରକୁ ଗଲେ ଆଉ କ'ଣ ଇଆଡ଼ ସିଆଡ଼ ଜିନିଷ ଖାଇବି ମୁଁ ଆଉ କ'ଣ ଖାଇବୁ ଯେ କହିଲା ଚିକେନ୍ ଖାଇବି ତରକାରୀ ଖାଇବି ଚିକେନ୍ କଷା ଖାଇବି ମଟନ୍ ଖାଇବି ମଟନ୍ କଷା ଖାଇବି ଆଉ ଚିଙ୍ଗୁଡ଼ି 5 କିଆ ଚିଙ୍ଗୁଡ଼ି ଗୋଟା ଲେଖା ସେଇ ଭାଜିବ ତ କ'ଣ ଗୋଟା ଖାଇବି ଆଉ ତରକାରୀ ଖାଇବି ଆଉ ଇଲିଶି ମାଛ ତରକାରୀ ଖାଇବି ଆଉ ଇଲିଶି ମୁଁ ବହୁତ ଦିନ ହେଲା ଖାଇନି ଆଉ ଖାଇବି 8 ଦିନ ଖଣ୍ଡେ ଖାଇକି ଆସିବି ଆଉ ମୋ ସ୍ତ୍ରୀ ତ ଫୋନ୍ ଶୁଣିକି ପୁରା ରାଗିକି ଫାୟାର ହେଲା କହିଲା କ'ଣ କହିଲ ମୋ ଭଉଣୀ ଆଇଲା ବେଳକୁ ଏତେ ଖାଇବାକୁ ହେଉନି ତୁମ ଧରମ ଭଉଣୀ ଆସିଲେ ତୁମେ ଏତିକି ଖାଇବାକୁ କରିକି ଦେବ ଏତେ ଗୁଡ଼େ ମୁଁ ନାଇଁ ମ ସେ କହୁଛି ମ ଜମା 8 ଦିନ ଖଣ୍ଡେ ଆସିବ କହିଲେ ସେ 8 ଦିନ ରହୁ ତ ଦିନେ ରହୁ ଜମା ହେଇପାରିବନି ଆଉ ମୋ ଭଉଣୀ ଆସିଲା ବେଳକୁ ତୁମେ କରୁନା ସବୁ ପ୍ରକାର ତା ନାଗି କ'ଣ କରିବ ମୁଁ ତୁ ଆଉ ଛାଡ଼ ସେ ତାର ଆସି ଖାଇକି ଯାଉ ତାପରେ ତୋ ଭଉଣୀ ଆସିଲେ ଖାଇବ ତାର ମାସେ ଖଣ୍ଡେ ରହିକି ଯାହା କହିବ ଖାଇ ଆଣିବ କହିଲା ତାପରେ ଟିକେ ବୁଝିଲା ନା କହିଲା ନହେଲେ ମୁଁ ଯାଉଛି ଆମ ଘରକୁ ଯାଉଛି ଆଉ ସେ ତାର ଆସିବ ରୋଷେଇ କରି ଖାଇବ ତୁମେ ଆଣିକି ଦେବ ମୁଁ ନା ରହ ତୁ ଚୁପ୍ ରହ ସେ ଆସ 8 ଦିନ ଖାଇକି ଯିବ ଆଉ ତାପରେ ତୋ ଭଉଣୀ ଆସିଲେ ଖାଇବ ଆଉ କହିଲା ମୋ ଭଉଣୀ ଆସିଲେ ସେ ଆଣିକି ଦେବ ତ ମୁଁ ହଁ ଦେବି ନା ଆଉ ମୁଁ ସେ ମାସେ ଖଣ୍ଡେ ରହିବ ଆଣିକି ଦେବି ଆଉ କହିଲା ହଉ ଠିକ୍ ଅଛି ଆଉ